ବର୍ତ୍ତମାନ ଅଙ୍ଗନବାଡ଼ି ସେବିକା ଏବଂ ସହାୟିକାମାନଙ୍କ ପାଇଁ ଖୁସି ଖବର ଆସିଲା। ଏମାନଙ୍କର ବର୍ତ୍ତମାନ ଦରମା ବୃଦ୍ଧି ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଙ୍ଗନବାଡ଼ି ସେବିକା ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି କରିଛନ୍ତି। ଏନେଇ ନୀତିଶ କୁମାର ବଡ଼ ସୂଚନା ଜାରି କରିଛନ୍ତି। ତ ଅଙ୍ଗନବାଡ଼ି କର୍ମୀମାନଙ୍କର ଦରମା 7,000 ଟଙ୍କାରୁ ବଢ଼ାଯାଇ 9,000 ଟଙ୍କା କରାଯାଇଛି। ଏଥିସହ ସହାୟିକାମାନଙ୍କର ଦରମା 4,000 ଟଙ୍କାରୁ ବଢ଼ାଯାଇ 4,500 ଟଙ୍କା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ବାବଦରେ ବିଭାଗକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି ଯେ ପିଲାମାନେ ଏବଂ ଗର୍ଭବତୀ ମହିଳାମାନଙ୍କର ପୋଷଣ ଏବଂ ଜୀବନ ସ୍ତରରେ ପରିବର୍ତ୍ତନ ଆଣିବାରେ ଅଙ୍ଗନବାଡ଼ି ସେବିକାମାନଙ୍କର ଏବଂ ସହାୟିକାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଧିକ ରହିଛି। ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇ ଦରମାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ସରକାର ଏହି ପଦକ୍ଷେପରେ ରାଜ୍ୟର 1.5 ଲକ୍ଷ ଅଙ୍ଗନବାଡ଼ି ସେବିକା ଏବଂ ସହାୟିକାମାନଙ୍କୁ ଲାଭ ମିଳିବାକୁ ଯାଉଛି। ଏ ହେଉଛି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଙ୍ଗନବାଡ଼ି ସେବିକା ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି କରିଛନ୍ତି। ଅଙ୍ଗନବାଡ଼ି କର୍ମୀମାନଙ୍କର ଦରମା 7,000 ଟଙ୍କାରୁ ବଢ଼ାଯାଇ 9,000 ଟଙ୍କା କରାଯାଇଛି। ଏଥିସହ ସହାୟିକାମାନଙ୍କର ଦରମା 4,000 ଟଙ୍କାକୁ ବଢ଼ାଯାଇ 4,500 ଟଙ୍କା କରାଯାଇଛି। ଏ ହେଉଛି ବିହାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ତେବେ ଖୁବ୍ ଶୀଘ୍ର ଆମ ଓଡ଼ିଶା ସରକାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି କରିବେ ବୋଲି ଆଶା କରାଯାଉଛି। ତ ଏହା ଥିଲା ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ଗୋଟେ ଛୋଟ ଇନଫର୍ମେସନ୍। ବାସ୍ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଇଡ଼୍ରେ ଆସୁଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ।